ନାଇଁ ନାଇଁ ଏଇଟା ଏନ୍ଡିଆର ଆନ୍ଦୋଳନଟା ଏଇଟା ଆଉ ଛାତ୍ରମାନଙ୍କର ତ ନିଶ୍ଚୟ ଯୁବଗୋଷ୍ଠୀର ଆନ୍ଦୋଳନ, କିନ୍ତୁ ସାରା ଭାରତର ସବୁ ବିରୋଧୀ ଦଳ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ତ ପ୍ରଥମରୁ ହିଁ ଏ ପ୍ରସଙ୍ଗ ଉଠେଇଛନ୍ତି, ଚାରିଆଡେ ସଭା ବି କରିଛନ୍ତି, ଧର୍ମ ପ୍ରଧାନ ଇସ୍ତଫା ଦାବି କରିଛନ୍ତି। କାରଣ ଗଣତନ୍ତ୍ର ସେଟା ସର୍ବନିମ୍ନ ଆବଶ୍ୟକତା, ଆକାଉଣ୍ଟେବିଲିଟି। ତେଣୁ ଏଇଟା ଗୋଟେ ଆଉ ତ ଛାତ୍ର ମାନଙ୍କ ଆନ୍ଦୋଳନ ବାହାରେ ଏ ସାରା ଦେଶର ସମୁଦାୟ ବିରୋଧୀ ପକ୍ଷର ଆନ୍ଦୋଳନ ପରିଣତ ହେଇଛି। ତେଣୁ କାଲି ରାହୁଲ ଗାନ୍ଧୀ କହୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା, ଅନ୍ୟ କହୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆସନରେ ବିରୋଧୀ ନେତା କାହିଁ ଧାରଣା ଦେଲେ, ମନା ଅଛି କୋଉଠି? କୋଉଠି ମନା ନାହିଁ? କଣ ଅନ୍ୟାୟ ହେଇଗଲା ମୁଁ ଦାବି ବୁଝିପାରୁନି। ତାଙ୍କୁ ପୋଲିସ ଗିରଫ କରି ନେଲା, କାରଣ ସେନ୍ସିଟିଭ ଏରିଆ, ଠିକ ଅଛି। କିନ୍ତୁ ଏଇଟା ପାର୍ଟ ଅଫ ଦି ଡେମୋକ୍ରାସି। ଡେମୋକ୍ରାସିରେ ଭିନ୍ନ ମତ ପ୍ରକାଶ କରିବାର, ଦାବି ଜଣେଇବାର ଲୋକସଭା ଚାଲିଛି, କିନ୍ତୁ ଲୋକସଭାରେ ପ୍ରଥମ ବିଷୟ ଭାବରେ ନିଶ୍ଚିତ ଭାବରେ এই ପ୍ରସଙ୍ଗ ଆଲୋଚିତ ହେବା ଉଚିତ। ଛାତ୍ରମାନଙ୍କ ଉପରେ ଯେଭଳି ମାଡ଼ ହେଲା ତାପରେ ଆଲୋଚିତ ହେବା ଉଚିତ। ଆକୁ ଡରିବା ଉଚିତ ନୁହଁ। ଆଗ ତ ହେଲେ ଅନ୍ୟ କଥା ହବ। ଏମାନେ ଅଛନ୍ତି କେମିତି ବିଭିନ୍ନ ଦଳକୁ ଭାଙ୍ଗିକି 2/3 ସଂଖ୍ୟା ହେଲେ ଲୋକସଭା ରାଜ୍ୟସଭାରେ ତାଙ୍କର ଗୋଟିଏ ବିଲ୍ ଅଛି ପାସ୍ କରିବେ, ବନ୍ଦେ ମାତରମ୍ ବିଲ୍ ପାସ୍ କରିବେ। ଯେ ବନ୍ଦେ ମାତରମ୍ ଯିଏ ନଗାଇବ ତାକୁ 3 ବର୍ଷ ବା ଜେଲ ପଠେଇଦେବେ। ଏଇଟା କଣ ଦେଶର ଯୁବ ମାନଙ୍କ ଆଗରେ, ଛାତ୍ର ମାନଙ୍କ ଆଗରେ ଏଇଟା ମୁଖ୍ୟ ସମସ୍ୟା ନୁହେଁ? ବୁଝିବା ଉଚିତ ଯୁବର ଛାତ୍ର ଗୋଷ୍ଠୀ ଭାରତ ବର୍ଷରେ କି ଧରଣ ପରିବର୍ତ୍ତନ ଚାହୁଁଛନ୍ତି ବ୍ୟବସ୍ଥାର, ତା ଏଇ ଆନ୍ଦୋଳନ ଜରିଆରେ ପ୍ରଦର୍ଶନ କରିଛନ୍ତି। ଆପଣ ତାକୁ ଦମନ କରିପାରିବେ ନାଇଁ। ରାଜନୀତି ଏଥିରେ କିଛି ନାହିଁ। ରାଜନୀତି କଥା ହଉଛି ଛାତ୍ର ମାନଙ୍କର, ଯୁବକ ମାନଙ୍କର ଅସନ୍ତୋଷର ପ୍ରତିଫଳନ। କକରୋଜ ଜନତା ପାର୍ଟି ଆନୁଷ୍ଠାନିକ ରାଜନୈତିକ ଦଳ ନୁହଁ। এই যুবগোষ্ঠীর অসন্তোষ সৃষ্টি হয়েছিল, অনলাইনে সৃষ্টি হয়েছিল গোটে ব্যবস্থা। কଣ ହେଲା? ସେମାନେ ଭାବୁଥିଲେ କିଛି ନୁହଁ, କେହି ଆସିବେନି, କି ସମର୍ଥନ ନାହିଁ। କଣ ହେଲା? କିପରି ଭାବରେ ହଜାର ହଜାର ସଂଖ୍ୟାରେ ଲୋକ ବିନା ପ୍ରଚାରରେ, ବିନା ଆୟୋଜନରେ, ବିନା ଯୋଗାଡ଼ରେ କେମିତି ଭାବରେ ହଜାର ହଜାର ସଂଖ୍ୟାରେ ପ୍ରାୟ ଲକ୍ଷ ଯୁବ ଛାତ୍ର ଭାରତବର୍ଷ ବିଭିନ୍ନ ଜାଗାରେ ପହଞ୍ଚିଲେ। କିପରି ଭାବେ ଭାରତବର୍ଷ ସବୁ ରାଜ୍ୟରେ, ସବୁ ସହରରେ ତାକୁ ସମର୍ଥନ ଜଣେଇ ଧାରଣାରେ ବସେ ଲୋକ। ଆଉ ତାକୁ ବୁଝିବା ଦରକାର, ଗୁରୁତ୍ୱ ବୁଝିବା ଦରକାର। ରାଜନୀତି ନୁହେଁ, ରାଜନୀତି ଲୋକମାନଙ୍କୁ ନେଇ ହୁଏ। ଲୋକମାନଙ୍କର ସମସ୍ୟା ଯଦି ମୁଖ୍ୟ, ଦେଶର ଯୁବଗୋଷ୍ଠୀ ଏଇଟା ମୁଖ୍ୟ ସମସ୍ୟା, ତାକୁ ସମର୍ଥନ କରିବା କଣ ରାଜନୀତି? ଆଉ କେତେବେଳେ ଏଇଭଳି ଆନ୍ଦୋଳନରୁ ଯିଏ ବି ବିରୋଧରେ ଯାଉ ତାର ଫାଇଦା ନ ନେଇଛନ୍ତି। ବିଜେପି ଯେତେବେଳେ ବିରୋଧରେ ଥିଲା ସେପରି ଆନ୍ଦୋଳନ କରି ବିଜେପି ଫାଇଦା ନେଇନି, ନା ଆନ୍ଦୋଳନ ଫାଇଦା ନେଲା କିଏ? ବିଜେପି ନେଲା। ଏବେ ଜୟପ୍ରକାଶ ଆନ୍ଦୋଳନରେ ବିରୋଧ ଦଳ ଜୟପ୍ରକାଶ ଆନ୍ଦୋଳନ ଫାଇଦା ନେଇଥିଲେ। ସେଟା କିଛି ଅସ୍ୱାଭାବିକ କଥା ନାହିଁ, এটা ସ୍ୱାଭାବିକ ରାଜନୈତିକ ବ୍ୟବସ୍ଥା। जदि आम वीडियो आपनको भल लगी तेबे आम चैनल को लाइक, शेयर और सब्सक्राइब करंतु।